ଜୟ ଜଗନ୍ନାଥ। ମୁଁ ଦିବାକର ଦାସ ଆପଣମାନଙ୍କୁ ପ୍ରଣାମ କରୁଛି। ଗୋଟିଏ ପରେ ଗୋଟିଏ ସତ୍ୟ ହୋଇ ଚାଲିଛି ମାଳିକା। ଆଉ ଏ ମାଳିକାର କଥା ଯଦି ଆମେ ଦେଖିବା, ଆଜି 2000 ଲୋକ 2 ଦିନରେ ମୃତ୍ୟୁବରଣ କଲେଣି, ଯାହାକି ତୃତୀୟ ବିଶ୍ୱଯୁଦ୍ଧ ମଧ୍ୟ କୁହାଯାଉଛି। ଇରାକର ଯୁଦ୍ଧ କଥା ଆମେମାନେ କହୁଛୁ ଭକ୍ତବନ୍ଧୁ। ଆଉ ଯେଉଁଠି ମହାପୁରୁଷ ଲେଖିଛନ୍ତି, କହିଲେ 26 ଅଙ୍କରେ ଓଡ଼ିଶା ବକ୍ଷରେ ହୋଇବ ମହାସମର, ଭାରତର ଶେଷ ସମରଟି ବୋଲି ଜାଣିଥାଅ ତୁହି ବୀର। ଭକ୍ତବନ୍ଧୁ, ଭାରତରେ ମଧ୍ୟ ମହାସମର ଲାଗିବ, ଆଉ ଯାହାକି ଶେଷ ସମର ବୋଲି ମଧ୍ୟ କୁହାଯାଉଛି। ଆଉ 2026 ମସିହା ଯିଏକି ଓଡ଼ିଶାରେ ମଧ୍ୟ ବହୁ ହଣାକୁଟା ସହିତ ମହାଗୋଳ ଲାଗିବାର କଥା ମଧ୍ୟ ମହାପୁରୁଷ କହିଛନ୍ତି। ଖାଲି ସେତିକି ନୁହେଁ, କହିଲେ ପୁଣି ଚୀନ ସୈନ୍ୟ, ତୁର୍କୀ, ଇରାକ ଜାଣ ବ୍ରିଟିଶ ଯେ ଆମେରିକାର ସର୍ବେ ମିଳନ, ଏମାନେ ସବୁ ମିଶିବେ। କୋଉ କୋଉ ଦେଶ ମିଶିବେ ନା ଚୀନ, ତୁର୍କୀ, ଇରାକ, ବ୍ରିଟିଶ ସହିତ ଆମେରିକାର ଗୋଟିଏ ମାନେ ସେ ସବୁ ମିଶିବେ। ତା ସହିତ ପାକିସ୍ତାନକୁ ବଳ ଆମେରିକା ହିଁ ଦବ। ଖାଲି ସେତିକି ନୁହେଁ, ମହାପୁରୁଷ ଲେଖିଛନ୍ତି, ଏହା ଦେଖି ରୁଷିଆ ଆସି ହୋଇବ ଠିଆ। ଆଉ ତାପରେ ଏହା ଦେଖିକି ରୁଷିଆ କଣ କରିବ? ଠିଆ ହେବ। କହିଲେ ଭାରତ ସମର କ୍ଷେତ୍ରେ ସେ ଏକୁଟିଆ। ଭକ୍ତବନ୍ଧୁ, ସମୟ ଆସିବ, କହିଲେ ଏହା ଦେଖି ରୁଷିଆ ଆସି ଠିଆ ହବ, ଭାରତ ସମର କ୍ଷେତ୍ରରେ ଏକୁଟିଆ ଭାରତ ସହିତ ରହିବ। କହିଲେ ଏହା ଦେଖି ରୁଷିଆ ଆସି ହୋଇବ ଠିଆ, ଭାରତ ସମରେ ସେ ଏକୁଟିଆ। କହିଲେ ରୁଷିଆ এই ସମୟରେ ଭାରତ ସମୟରେ ଏକୁଟିଆ ଭାରତ ସହିତ ରହିବ। ରୁଷିଆ ରହିବ, ତା ସହିତ ଭାରତର ମିତ୍ର ରାଷ୍ଟ୍ର ଆଉ ଶତ୍ରୁ ରାଷ୍ଟ୍ର ଭାରତର ହବ ଚୀନ, ଇରାକ, ଆମେରିକା, ପାକିସ୍ତାନ। ଆପଣମାନେ ଏ କଥାକୁ ମଧ୍ୟ ଲେଖିକି ରଖନ୍ତୁ। ତ ସହିତ ମଧ୍ୟ ଲେଖା ହେଇଛି, କହିଲେ ଜାପାନର ରାଗ ଥିବ ହିରୋସୀମା କଥା, ପକାଇଥିବ ବୋମା ଯୁଦ୍ଧ ଯେ ଜାଣିଥା, ସେଇ ରାଗ ନ ଲିଭିବ ଜାପାନର ଜାଣ, ଭାରତ ସପକ୍ଷେ ରହି ଆରମ୍ଭିବ ରଣ। ଭକ୍ତବନ୍ଧୁ, ହିରୋସୀମା ଯେହେତୁ ଓ ହିରୋସୀମା ଉପରେ ଆମେରିକା କଣ କରିଥିଲା ନା ବମ୍ ପକେଇଥିଲା। ଜାପାନର ରାଗ ହିରୋସୀମା କଥା, ତାପରେ ପକାଇଥିବ ବୋମା ଯୁଦ୍ଧ ଯିଏ ଜାଣିଥା, ତେଣୁ ସେଇ ରାଗ ନ ଲିଭିବ ଜାପାନର ଜାଣ, ଭାରତ ସପକ୍ଷରେ ରହିବ ଆରମ୍ଭିବ ରଣ। ତେଣୁ ଭାରତ ସପକ୍ଷରେ କିଏ ରହିବ ନା ଜାପାନ ମଧ୍ୟ ଭାରତ ସପକ୍ଷରେ ରହିବ। ଏ କଥା ମଧ୍ୟ ଆପଣ ଲେଖିକି ରଖନ୍ତୁ। ମହାପୁରୁଷ ପୁନଶ୍ଚ ଲେଖିଛନ୍ତି, କହିଲେ ଜାପାନର ଅନୁରୋଧେ ଜର୍ମାନ ମିଶିବ, ଭାରତ ସପକ୍ଷେ ରହି ଯୁଦ୍ଧ ଆରମ୍ଭିବ। କହିଲେ ତ ସହିତ ଜାପାନର ଅନୁରୋଧରେ ଜର୍ମାନ ମିଶିବ, ଆଉ ଭାରତ ସହିତ ରହିକି ଯୁଦ୍ଧ ଆରମ୍ଭିବ। ଏ ଭୟଙ୍କର ଯୁଦ୍ଧ ଆଗକୁ ହେବା, ଯାହାକି ମହାପୁରୁଷ ମଧ୍ୟ ତୃତୀୟ ବିଶ୍ୱଯୁଦ୍ଧ କଥା ଲେଖିଛନ୍ତି। ତେଣୁ 2026 ମସିହା ଏ ଅନେକ ଦେଶରେ ଯୁଦ୍ଧ ପରିସ୍ଥିତି ଉପୁଜିବ, ଆଉ ଅନେକ ଲୋକ ମୃତ୍ୟୁବରଣ ମଧ୍ୟ କରିବେ। ତେଣୁ ମହାପୁରୁଷ ଲେଖିଛନ୍ତି, କହିଲେ ଭୟଙ୍କର ଯୁଦ୍ଧ ହେବ, ଭୟଙ୍କର ଯୁଦ୍ଧ ହେବ, ଦେଶ ଦେଶ ମଧ୍ୟେ ଗୋଳ ହୋଇବ ଲୋ ଯାଇ ଫୁଲ, ଏ କଥାଟି ଅଟଇ ଧ୍ରୁବ, ଏ କଥାଟି ଅଟଇ ଧ୍ରୁବ। ଭୟଙ୍କର ଯୁଦ୍ଧ ହେବ, ଆଉ ଦେଶ ଦେଶ ମଧ୍ୟରେ ମହାଗୋଳ ହେବ ବୋଲି ମହାପୁରୁଷ ଲେଖିଥିଲେ। ଆଜି ସତ୍ୟ ହୋଇ ଚାଲିଛି। ଭକ୍ତବନ୍ଧୁ, ଯୁଦ୍ଧର ପରିସ୍ଥିତି ଏବେ ସାରା ଦେଶରେ ଉପୁଜିଛି, ଆଉ ମାଳିକାର ଗୋଟିଏ ପରେ ଗୋଟିଏ ଅକ୍ଷର ସତ୍ୟ ହୋଇ ଚାଲିଛି। ଭକ୍ତବନ୍ଧୁ, ଏ ଭିଡ଼ିଓକୁ ବହୁ ମାତ୍ରା ସେୟାର କରନ୍ତୁ, କାହିଁକିନା ବହୁତ ଲୋକ କହୁଛନ୍ତି ମାଳିକା ହୋଇସାରିଲା ପରେ କହୁଛନ୍ତି, କିନ୍ତୁ ତାହା ନୁହେଁ। ଭକ୍ତବନ୍ଧୁ, ଆଗରୁ କେଉଁ ଦେଶ ଶତ୍ରୁ ହେବ, କେଉଁ ଦେଶ ମିତ୍ର ହେବ, କେଉଁ ଦେଶ ସହିତ କେଉଁ ଦେଶ ଯୁଦ୍ଧ ହେବ, ଏକଥା ସମ୍ପୂର୍ଣ୍ଣ ରୂପେ ମାଳିକାରେ ଲେଖା ହେଇଛି। ଭକ୍ତବନ୍ଧୁ, ଯାହା ସତ୍ୟ ହୋଇ ଚାଲିଛି, ଆପଣ ମାନନ୍ତୁ ନ ମାନନ୍ତୁ, ଗଙ୍ଗା ଯେମିତି ପବିତ୍ର, ମାଳିକା ସେମିତି ସତ୍ୟ। ଭିଡ଼ିଓକୁ ସେୟାର କରିବେ, ଚ୍ୟାନେଲ ଯଦି ନୂଆ ଚ୍ୟାନେଲକୁ ସବସ୍କ୍ରାଇବ କରିଦିଅନ୍ତୁ। ଜୟ ଜଗନ୍ନାଥ, ଜୟ ପଞ୍ଚସଖା।